20 ମାସରେ 9 କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୌର ପରିଷଦରେ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଥାୟୀ ନ ରହିଥିବାରୁ ଉନ୍ନୟନ କାର୍ଯ୍ୟ ବାଧା ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି। ପାରଳା ପୌର ପରିଷଦ ଏକ ସର୍ବପୁରାତନ ପୌର ପରିଷଦ। ଏହି ପାରଳା ପୌର ପରିଷଦର ଓଡ଼ିଶାର ପୁରାତନ ଦ୍ୱିତୀୟ ପୌର ପରିଷଦ ଅଟେ, କିନ୍ତୁ ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ରହିନଥିବାର ଯାହାଦ୍ୱାରା ପୌର ପରିଷଦର ଉନ୍ନୟନ କାର୍ଯ୍ୟ ଠପ୍ ହେଉଥିବାର ଅଭିଯୋଗ ଅଛି। ତେଣୁ ସ୍ଥାୟୀ କର୍ମଚାରୀ ହେବା ସକାଶେ ଲୋକଙ୍କ କ'ଣ ରହିଛି ପ୍ରତିକ୍ରିୟା, ଚାଲନ୍ତୁ ଦେଖିବା ଏହି ରିପୋର୍ଟରୁ। ଆଜ୍ଞା, ମୁଁ ସୁଜିତ ପ୍ରଧାନ, ବସ୍ତି ସୁରକ୍ଷା ମଞ୍ଚର ଆବାହକ। କ'ଣ କହିବେ, ପାରଳା ପୌରସଭାରେ କାର୍ଯ୍ୟନିର୍ବାହୀ ଅଧିକାରୀ 20 ମାସରେ 9 ଜଣ ବଦଳିଲେଣି, ଏହାର ଉପରେ କ'ଣ କହିବେ? ଦେଖନ୍ତୁ ଆଜ୍ଞା, ଏହା ବଡ଼ ହାସ୍ୟାସ୍ପଦ ଘଟଣା। 20 ମାସରେ 9ଟା ଏକ୍ଜିକ୍ୟୁଟିଭ୍ ଅଫିସର ଚେଞ୍ଜ ହେବା ଏବଂ ବିନା ଏକ୍ଜିକ୍ୟୁଟିଭ୍ ଅଫିସରରେ ମାସ ମାସ କାର୍ଯ୍ୟାଳୟ ଚାଲିବା, ଏଇଟା ବଡ଼ ଅଭାବନୀୟ ଘଟଣା। ଏଇଟା ନିଶ୍ଚିତ ଭାବରେ ଆମକୁ ଲାଗୁଛି ଏ ଭିତରେ କୌଣସି ଗୋଟେ ଗୁପ୍ତ ବ୍ୟବସ୍ଥା ରହିଛି। ତେଣୁ ଏଠି ବାରମ୍ବାର ଏକ୍ଜିକ୍ୟୁଟିଭ୍ ଅଫିସର ଚେଞ୍ଜ ହେଉଛନ୍ତି ଏବଂ ଯିଏ ବି ଆସୁଛନ୍ତି ରହୁନାହାନ୍ତି, ଆଉ ବିନା ଏକ୍ଜିକ୍ୟୁଟିଭ୍ ଅଫିସରରେ କାର୍ଯ୍ୟାଳୟ ଚାଲୁଛି। ବିଶେଷ କରି ଯଦି କହିବାକୁ ଗଲେ ପାରଳା ପୌର ପରିଷଦର ବିଭିନ୍ନ ସମସ୍ୟା ରହିଛି। ସେହି ସମସ୍ୟାର ସମାଧାନ ପାଇଁ ଯେତେବେଳେ ଲୋକ ଆସନ୍ତି ଏକ୍ଜିକ୍ୟୁଟିଭ୍ ଅଫିସରଙ୍କ ପାଖକୁ, ଏକ୍ଜିକ୍ୟୁଟିଭ୍ ଅଫିସର ଶୂନ୍ୟ। ଆମେ ମଧ୍ୟ ବସ୍ତି ସୁରକ୍ଷା ମଞ୍ଚ ତରଫରୁ ଆସିଥିଲୁ ଏକ୍ଜିକ୍ୟୁଟିଭ୍ ଅଫିସରଙ୍କୁ ଭେଟିକି ଦାବିପତ୍ର ଦେବା ପାଇଁ। 2 ମାସ ହେଲା ଦୌଡ଼ୁଛୁ, କିନ୍ତୁ ଏକ୍ଜିକ୍ୟୁଟିଭ୍ ଅଫିସର ନାହାନ୍ତି। ଆଉ କେବେ ବି ଆମେ ଭେଟିନୁ, ଏକ୍ଜିକ୍ୟୁଟିଭ୍ ଅଫିସର ଦେଖିନୁ। ଆଜ୍ଞା, କେବେ ଆସିବେ ଏକ୍ଜିକ୍ୟୁଟିଭ୍ ଅଫିସର, ସେଇଟା ମଧ୍ୟ ପ୍ରଶ୍ନବାଚୀ। କ'ଣ କହିବେ, ସମସ୍ୟା ଉନ୍ନୟନ କାମରେ ବାଧାପ୍ରାପ୍ତ ସୃଷ୍ଟି ହେଉଛି ବୋଲି? ନିଶ୍ଚିତ ଭାବେ ଆଜ୍ଞା, କୌଣସି ପ୍ରକାରେ ପାରଳା ସହରର ଉନ୍ନୟନ କାମ ହେଇପାରୁନାହିଁ। ଆଉ ଯଦି ବିନା ଏକ୍ଜିକ୍ୟୁଟିଭ୍ ଅଫିସରରେ ଯଦି କାମ ଚାଲିବ, ତାହେଲେ ଉନ୍ନୟନ କାମ ବି ହେଇପାରିବ ନାହିଁ ଆଜ୍ଞା। କାରଣ କୌଣସି ଅଧିକାରୀ ଥିଲେ ତ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ବ୍ୟବସ୍ଥା କରିବା ଆଜ୍ଞା। ଅଧିକାରୀ ନଥିଲେ, ଅଧିକାରୀ ଶୂନ୍ୟ ହେଲେ କେମିତି କାର୍ଯ୍ୟକ୍ରମ ଚାଲିବ? ତେଣୁ ନିହାତି ମୁଁ ଜଣେ ସମାଜସେବୀ ହିସାବରେ ଆପଣଙ୍କ ମାଧ୍ୟମରେ ସରକାରକୁ ଅନୁରୋଧ କରିବା ପାଇଁ ଚାହିଁବି ଯେ ପାଳାଖେମୁଣ୍ଡି ପୌର ପରିଷଦକୁ ଗୋଟେ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଅନ୍ତୁ, ଯେଉଁ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀର୍ଘ ସମୟ ରହିକି ଏଠି କାର୍ଯ୍ୟଭାର ତୁଲେଇ ପାରିବେ। ଆଜ୍ଞା, ଆପଣ ପରିଚୟଟା? ସୂର୍ଯ୍ୟନାରାୟଣ ପଟ୍ଟନାୟକ, ସମ୍ପାଦକ ଗଜପତି ନ୍ୟାୟଗତ କମିଟି। ଆଜ୍ଞା, କ'ଣ କହିବେ, ଯେଉଁ 20 ମାସରେ 9 ଜଣ କାର୍ଯ୍ୟନିର୍ବାହୀ ଅଧିକାରୀ ବଦଳି ହୋଇଗଲେ, ସ୍ଥାୟୀ କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦରେ ରହିଯାଉନାହାନ୍ତି, ଯାହାଦ୍ୱାରା ଉନ୍ନୟନ କାର୍ଯ୍ୟରେ ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ହେଉଛି। ଆପଣ କ'ଣ କହିବେ? ସେ ତ ଆପଣମାନେ ଦେଖୁଛନ୍ତି ଯେ ନିଛକ ଉଦାହରଣ ବର୍ତ୍ତମାନ ପାଳାଖେମୁଣ୍ଡି ପୌର ପରିଷଦ ଗୋଟେ ବହୁତ ପୁରୁଣା ପୌର ପରିଷଦ, 130 ବର୍ଷ ତଳର ପୌର ପରିଷଦ ହୋଇ ମଧ୍ୟ କଟକ ମ୍ୟୁନିସିପାଲିଟି ଠାରୁ ମଧ୍ୟ ତାର ଇଏ ବଜାୟ ରଖିଛି, ପୁରୁଣାତ୍ୱ ବଜାୟ ରଖିଛି। କିନ୍ତୁ ଦୁଃଖର ବିଷୟ ଯେ ଗତ 1 ବର୍ଷ ଭିତରେ ପାଳାଖେମୁଣ୍ଡି ପୌର ପରିଷଦରୁ 9 ଜଣ ପୌର ନିର୍ବାହୀ ଅଧିକାରୀ ବଦଳି ହେବାର ସୂଚନା ଆମକୁ ମିଳୁଛି, ଯଦ୍ୱାରା ବର୍ତ୍ତମାନ ପୌର ପରିଷଦରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନି। ଉନ୍ନତିମୂଳକ କାର୍ଯ୍ୟ ନ ହେବା ଦ୍ୱାରା ବହୁତ ଗୁଡ଼ିଏ କାମ ବର୍ତ୍ତମାନ ପେଣ୍ଡିଂ ପଡ଼ିଛି। ଯେଉଁ କାମ ନ ହେବା ଦ୍ୱାରା ଲୋକଙ୍କ ଭିତରେ ଗୋଟେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଏକ ଲୋକଙ୍କ ପାଇଁ ବହୁତ ଅସୁବିଧାର କଥା। ଆଗାମୀ ଦିନରେ ଆଶା କରୁଛୁ ଯେ ସରକାର ତରଫରୁ ଚେଷ୍ଟା କରାଯାଏ ଗୋଟେ ସର୍ବକାଳୀନ ନିର୍ବାହୀ ଅଧିକାରୀଙ୍କୁ ନିୟୋଜିତ କରି ଏ କାର୍ଯ୍ୟଗୁଡ଼ିକ ତ୍ୱରାନ୍ୱିତ କରିବେ ବୋଲି ଆମେ ଆଶା କରୁ। ଗଜପତିରୁ ବିବେକାନନ୍ଦ ବେହେରା, ରିପୋର୍ଟର୍ସ ଟୁଡେ।